ପ୍ରେମ ଅଢ଼େଇ ଅକ୍ଷର। କ୍ୟାଲେଣ୍ଡର ପୃଷ୍ଠାରେ ଫେବୃଆରୀ ମାସ 14 ତାରିଖ ଆସିଲେ ଏହି ଅଢ଼େଇ ଅକ୍ଷର ପ୍ରେମ ପ୍ରେମୀ ଯୁଗଳଙ୍କ ସ୍ୱପ୍ନର ଦିନ। କେହି କେହି କୁହନ୍ତି ବର୍ଷ ମାସ ଦିନରେ ବାନ୍ଧି ହୁଏନି। ପ୍ରେମ ଏକ ଖୁସି ଯାହାକୁ ବାଣ୍ଟୁଥିବା ଲୋକଟିଏ ଦରକାର। ପ୍ରେମ ଗୋଟିଏ ଏମିତି ଅନୁଭୂତି ଯାହାକୁ ଅନୁଭବ କରିବା ପାଇଁ ଭଲ ସାଥୀଟିଏ ଦରକାର। ପ୍ରେମ ଗୋଟିଏ ମଧୁର ସମ୍ପର୍କ ଯାହାକୁ ଆପଣେଇ ପାରୁଥିବା ମଣିଷଟିଏ ଦରକାର। ପ୍ରେମ ଏମିତି ଏକ ଦୁଃଖ ଯେଉଁଠି ଲୁହ ପୋଛିବା ବାଲା ଦରକାର। ପ୍ରେମ ଏମିତି ଏକ ଅକୁହା କଥା ଯାହାକୁ କହିପାରୁଥିବା ମଣିଷଟିଏ ଦରକାର। ପ୍ରେମ ଏମିତି ଏକ ନିବିଡ଼ ବନ୍ଧୁ ଯାହା ବନ୍ଧୁତ୍ୱ ବିନା ପ୍ରେମ ଅସମ୍ଭବ। ପ୍ରେମ ହେଉଛି ସୀମାହୀନ ସାଗର। ପ୍ରେମ ହୃଦୟର ସନ୍ଧ୍ୟା ଆକାଶରେ ସୁନ୍ଦରୀ ଚାନ୍ଦିନୀଠୁ ବି ଅଧିକ ସୁନ୍ଦର। ପ୍ରେମ ଗୋଟେ ଅଢ଼େଇ ଅକ୍ଷରର ଅବଲାକର ଆବେଗ ଯାହାକୁ ଅନୁଭବ କରି ହୁଏ କିନ୍ତୁ ଦେଖି ହୁଏ ନା। ପ୍ରେମ କାହାକୁ ବି ହୋଇପାରେ, କେତେବେଳେ ବି ହୋଇପାରେ, ଆଉ କେଉଁଠି ବି ହୋଇପାରେ। ପ୍ରେମ ସାହିତ୍ୟ ବହିର ସରଳ ସରଳାର୍ଥ। ପ୍ରେମ ଗଣିତଠୁ ବି ଜଟିଳ ହୋଇପାରେ। ପ୍ରେମ ହିସାବ କିତାବ କରି କରାଯାଏ ନା କି ପ୍ରେମର କାରଣ ଖୋଜାଯାଏ ନା। କୁହାଯାଏ ଯିଏ ଯାହାକୁ ପ୍ରେମ କରେ ତା ଉପରେ ରାଗେ, ରୁଷେ ଆଉ ଅଭିମାନ ବି କରେ। ଏଠି ପ୍ରେମିକାର ରାଗ ବି ପ୍ରେମ, ପ୍ରେମିକାର ଅଭିମାନ ବି ପ୍ରେମ। ପ୍ରେମ ଆଖିର ଅସୁମାରୀ ସ୍ୱପ୍ନ, ମନରେ ଉଙ୍କି ମାରୁଥିବା କଥାର କଥାକାର। ଇତିହାସ ହେଉ କି କିମ୍ବଦନ୍ତୀ ସବୁଥିରେ ସ୍ୱତନ୍ତ୍ର ସ୍ଥାନ ପାଇଛି ପ୍ରେମ। କେଦାର ଗୌରୀ ହେଉ କି ଲୈଲା ମଜ୍ନୁନ କି ରୋମିଓ ଜୁଲିଏଟ, ଏସବୁ ହେଉଛି ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେରଣା। କିନ୍ତୁ ଆଜିର ଯୁବପିଢ଼ି ପ୍ରେମ ଭଳି ପବିତ୍ର ଶବ୍ଦକୁ କର୍ଦ୍ଦାଥ କରିବାକୁ ବସିଲେଣି। ବ୍ୟୁରୋ ରିପୋର୍ଟ, ନେକ୍ସସ୍ ଓଡ଼ିଶା ନ୍ୟୁଜ୍।